ଭାଇମାନେ ଗୋଟେ ରିଆଲିଟି ଦେଖ, ଗୋଟେ ଟାଇମ୍ ଆଣ୍ଡ ଡେଟ୍ ଦେଖ, ଟାଇମ୍ ଡେଟ୍ ଦେଖ, ଟାଇମ୍ ଦେଖ 11:15, ଡେଟ୍ 14 ଅଗଷ୍ଟ ମାସ 2026। ଦେଖିଲ ତ ଟାଇମ୍ଟା ଦେଖିଲ। ଆଉ ଗୋଟେ କଥା ମୁଁ ଯେଉଁଟା କହିବି ପୁରା ରିଆଲିଟି କଥା ଏବେ କହିବି। ଏବେ 11ଟା ବାଜିଲେଣି, ଆପଣମାନଙ୍କ ଘରେ ନିହାତି ତ 2-3 ଜଣ ଲୋକ ଥିବେ, ନିହାତି 2-3 ଜଣ ଲୋକ ଥିବେ କି 5-6 ଜଣ ଥିବେ, କିନ୍ତୁ ଆଜି ଆମ ଘରେ କେହି ନାହାନ୍ତି। ଦେଖ ଏଇ ରୁମ୍ରେ ବି କେହି ନାହାନ୍ତି, ଦେଖିଲ ଏଇ ରୁମ୍ରେ ବି କେହି ନାହାନ୍ତି। ଆଉ ଏଇ ରୁମ୍ଟା ଦେଖ, ଏଠି ବି କେହି ନାହାନ୍ତି ହେଲା। ଆଉ ଗୋଟେ ରୁମ୍ ଦେଖାଉଛି, ଏଇଟା ହେଲା କିଚେନ୍ଟା, ଏଠି ବି କେହି ନାହାନ୍ତି ହେଲା କି। ମୁଁ ପୁରା ଏକୁଟିଆ, ବୁଝିଲ। କିନ୍ତୁ ଏକା ରହିବା ଗୋଟେ ଭଲ ଜିନିଷ, ଜଣ ଜଣ ଭଲ ଲାଗେ, ସେମିତି ମୋତେ ଭଲ ଲାଗେ। ମୁଁ ଏକା ରହିବି ମାନେ ସେଥିପାଇଁ ମୁଁ କ'ଣ ଯୋଗାଡ଼ ରଖିଛି ଦେଖ। କେତେବେଳେ ଇଚ୍ଛା ହେଲା ଗେମ୍ ଟିକେ ଖେଳିବି, କେତେବେଳେ ବସି ଟିକେ ପାଇନ ବଜେଇବି, ଶିଖିଥାଏ କି ନ ଶିଖିଥାଏ ଟିକେ କିନ୍ତୁ ବାଜିବ ହେଲା। ଲାଇନ୍ ଫାଇନ୍ ପଡ଼ିଲେ ଟର୍ଚ୍ଚ ଅଛି, ବୁଝିପାରିଲ। ଛୁରୀ ଫୁରି ଆଣିଥିଲି, ଟିକେ କାମ ଦରକାର ଥିଲା। ତାପରେ ଯଦି ବେଶୀ ବୋରିଂ ଲାଗିଲା ପାଣି ଟିକେ ପିଇଦେବି, ଲ୍ୟାପଟପ୍ ବସି ଚଲେଇବି, ମୁଁ ଯାହା ଇଚ୍ଛା ହେବ। ଧର ଗୋଟେ ଫିଲ୍ମ ଦେଖିଲି କି କ'ଣଟା ବସି ନେଟ୍ରେ କାମ କଲି, ଚାର୍ଜର ଫାର୍ଜର ବୋର୍ଡ଼ ଫୋର୍ଡ଼ ସବୁ ଲଗେଇ ଦେଇଛି ହେଲା କି। କିନ୍ତୁ କେହି ନାହାନ୍ତି, ଏକୁଟିଆ ମୁଁ। 11ଟା ରାତି ହେବ। ଏପଟେ ଦେଖ ମୁଁ ଅଇନାରେ ଦେଖାଉଛି, ଦେଖ ଦେଖିପାରିଲ ତ। ଠିକ୍ ଅଛି, ଏଇଭଳିଆ ଘଟଣା। ତ ଏମିତି କେବେ କାହା ସହିତ ଘଟିଛି ଯେ କି ତୁମେ ଏକୁଟିଆ ରହିଥିବ ଘରେ 4-5 ଦିନ, ତୁମେ କେହି ମାନେ ନଥିବେ, ସବୁ କୁଆଡ଼େ ଯାଇଥିବେ କିଛି କାମରେ, କେଉଁଠି ଯାଇଥିବେ। ନିହାତି ଲୋକଙ୍କ ସହିତ ଘଟିଥିବ। ଯଦି ଘଟିଥିବ ମୋତେ କମେଣ୍ଟରେ କହିବ। ଆଉ ଭିଡ଼ିଓଟା ଟିକେ ଲାଇକ୍ କରିବ, ଟିକେ ଚ୍ୟାନେଲଟା ସବସ୍କ୍ରାଇବ୍ କରିବ। ମୁଁ ଆହୁରି ଆଗକୁ ବଢ଼ିଆ ବଢ଼ିଆ ଭିଡ଼ିଓ ବନେଇବି।